ଚୈତ୍ର ମାସର ତୃତୀୟ ମଙ୍ଗଳବାର କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ଚୈତି ଯାତ୍ରାର ତୃତୀୟ ଦିବସ। ଏହି ଦିନରେ ମା ରାଜରାଜେଶ୍ୱରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ବ୍ରହ୍ମ ମୁହୂର୍ତ୍ତରୁ ମାଙ୍କ ଦ୍ୱାର ଫିଟାଯାଇ ମଙ୍ଗଳ ଆଳତି, ସ୍ନାନ, ମାର୍ଜନା, ମଇଲମ ବେଶ କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଧାଡ଼ି ଦର୍ଶନରେ ଭକ୍ତ ଆସି ମାଙ୍କୁ ନିଜ ଚର୍ମ ଚକ୍ଷୁରେ ଦର୍ଶନ କରିଛନ୍ତି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଆସି ଆଜି ମାଙ୍କ କୃପା ଭିକ୍ଷା କରିଛନ୍ତି। ମଧ୍ୟାହ୍ନରେ ମାଙ୍କ ମନ୍ଦିରରେ ସାରଳା ପୀଠରୁ ଆସିଥିବା ସ୍ୱତନ୍ତ୍ର ଘଣ୍ଟ ପାଟୁଆ ନୃତ୍ୟ ଅନୁଷ୍ଠିତ ହୋଇଛି। ମନ୍ଦିରରେ ମହିଳାମାନେ ବିଶେଷ କରି ପନ୍ଥେଇ ପୂଜା କରିଛନ୍ତି। ଧୂପ, ଦୀପ, ଫୁଲ, ପଣା ଦେଇ ନିଜ ନିଜ ପରିବାରର କଲ୍ୟାଣ ପାଇଁ ପନ୍ଥେଇରେ ମା ମଙ୍ଗଳାଙ୍କୁ ପୂଜା ସମର୍ପଣ କରିଛନ୍ତି। ଏବେ ସାହାଣ ମେଳା ଚାଲିଛି। 3ଟା 3:30 ପର୍ଯ୍ୟନ୍ତ ସାହାଣ ମେଳା ରହିବ। ଆଉ ଲୋକ ଭକ୍ତ ଏଇଠି ଆସୁଛନ୍ତି। ସମାଗମ ବହୁତ ଅଛି। ଆଉ ସେଥିପାଇଁ ଆଇନ ଶୃଙ୍ଖଳା ପାଇଁ ଆମର 2ଟା ଫୋର୍ସ ଏଠି ଡେଭଲପମେଣ୍ଟ କରାଯାଇଛି। ଆଉ 10 ଜଣ ଅଫିସର ଅଛନ୍ତି। ଆଉ ଅଛି କାଳିକା ଦର୍ଶନ ଯେଉଁମାନେ ମାଆଙ୍କର ଆମର ମନ୍ଦିର 3 ପାଳି ଯାତ୍ରାରେ ମାଆଙ୍କର କାଳିକା ନୃତ୍ୟ ଗୋଟେ ଅବସ୍ଥିତ ହେବ। ସେଇଟା ରାତି 11ଟା ପରେ ମାଆଙ୍କର କାଳିକା ନୃତ୍ୟ ହେବ। ମନ୍ଦିର 3 ପଟ ଯାକ ବୁଲି କାଳିକା ବେଶରେ ମାଆ ସୁସଜ୍ଜିତ ହେଇ ଗୋରଡ଼ାକୁ ଯିବେ। ଗୋରଡ଼ାଠାରେ ମାଆଙ୍କର ନୀତି ଛାଡ଼ିବ। ସେଠି ଯେଉଁ ଆମର ଅଛି ମାଆଙ୍କର ଗୋଟେ ଆବିର୍ଭାବ ନୀତି, ସେ ଆବିର୍ଭାବ ଯେଉଁ ମାଆଙ୍କ ଦେହରେ ଯେଉଁ କାଳିକାଙ୍କ ଦେହରେ ମାଆ ଆବିର୍ଭାବ ହେବେ। ତୃତୀୟ ମଙ୍ଗଳବାର ମା ମଙ୍ଗଳାଙ୍କର ଆଜି ହେଉଛି ତୃତୀୟ ପାଳିଯାତ୍ରା। ଏହି ଅବସରରେ ମନ୍ଦିର ପ୍ରଶାସନ ତରଫରୁ ଭକ୍ତମାନେ କିଭଳି ସୁରୁଖୁରୁରେ ମାଆଙ୍କୁ ଦର୍ଶନ ଲାଭ କରିବେ ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଆଜି ପ୍ରାୟ ଭୋର ପାଖାପାଖି 1:30 ଠାରୁ ମାଆଙ୍କର ମଙ୍ଗଳ ଆଳତୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସରିଲା ପରେ ସାହାଣ ମେଳା କାର୍ଯ୍ୟକ୍ରମ ଚାଲିଛି। କାକଟପୁରରୁ ଜ୍ଞାନରଞ୍ଜନ ବିଶ୍ୱାଳଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।